ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ସମସ୍ତଙ୍କୁ ସ୍ୱାଗତ ମୋର ଆଜିର ବ୍ଲଗ୍ରେ। ବର୍ଷାରେ ଉଠିକି ଅଫିସ୍ ଯିବାକୁ ବାଧ୍ୟ, ଯେହେତୁ ଅଫିସ୍ ବନ୍ଦ ହିଁ କରିହେବନି। ତେଣୁ ସକାଳୁ ମୁଁ କ'ଣ କରିଥିଲି, ଟିକେ ବିରିକୁ ବତୁରେଇ ଦେଇ ପଳେଇଥିଲି, ଯେମିତି ଆସିକି ମୁଁ ବରା ଆଳୁ କଷା ଖାଇପାରିବି। କାରଣ ବର୍ଷା ଦିନେ ବରା ଆଳୁ କଷାର ମଜା ସେଇଟା ଆଉ କିଛି ବି ଡିଶ୍ ଦେଇପାରିବନି। ଘରକୁ ଫେରି ବିରିକୁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି, ସେଥିରେ ଟିକେ ସୁଜି, ଜିରା, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ପକେଇକି ଗୋଳେଇକି ଛାଡ଼ି ଦେଇଥିଲି ଅଧଘଣ୍ଟା ପାଇଁ। ତାପରେ ତାକୁ ଲୋ ଫ୍ଲେମ୍ରେ ଧୀରେ ଧୀରେ କରି ତାକୁ ଛାଣି ଦେଇଥିଲି ବରାକୁ। ତ ବରା ବି ଆମର ରେଡ଼ି। ବରାଟା କ୍ରିସ୍ପି କ୍ରିସ୍ପି ଦେଖା ବି ଯାଉଛି, ଖାଇଲେ ଜଣାପଡ଼ିବ କ'ଣ ଟେଷ୍ଟ। ଆଉ ଖାଲି ବରା ତ ଖାଇ ହେବନି, ତା ସହିତ କିଛି ଆଳୁଦମ୍ ବି ଦରକାର। ତ ଆଳୁଦମ୍ ପାଇଁ ମୁଁ କ'ଣ କରିଥିଲି ନା, ଅଦା, ଗୋଟା ଜିରା, ଗୋଟା ଧନିଆ ଆଉ ଧନିଆ ପତ୍ର ଆଉ କଞ୍ଚା ଲଙ୍କା ପକେଇକି ତାକୁ ଟିକେ ଗ୍ରାଇଣ୍ଡ କରିଦେଇଥିଲି। ସେଇ ମସଲାଟାକୁ ଟିକେ କଡ଼େଇରେ ପକେଇକି ତା ଉପରେ ସିଝା ଆଳୁକୁ ପକେଇକି ଭଲ ଭାବେ ଟିକେ କଷି ଦେଇଥିଲି। ତ ଆପଣମାନେ ଦେଖିପାରୁଥିବେ ଅବି ବରା ଆଉ ଆଳୁ କଷା ରେଡ଼ି। ବରା ଆଉ ଆଳୁ କଷାର ଟେଷ୍ଟ ବହୁତ ହି ଭଲ ଥିଲା। ଓଡ଼ିଶାର ସଞ୍ଜବେଳର ଖାଦ୍ୟ କଥା ମନେ ପଡ଼ିଗଲା। ଆପଣମାନଙ୍କୁ ବରା ସହିତ କ'ଣ ଖାଇବାକୁ ଭଲ ଲାଗେ ନିହାତି ଭାବରେ ମୋତେ କମେଣ୍ଟରେ ଜଣାଇବେ। ଆପଣ ଆଳୁଦମ୍ ପସନ୍ଦ କରନ୍ତି କି ଘୁଗୁନି ପସନ୍ଦ କରନ୍ତି? ତ ପୁଣି ଦେଖ ଆମମାନଙ୍କର ନେକ୍ସଟ ବ୍ଲଗ୍ରେ। ବାଏ ବାଏ।